ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଲା ଜୀବନ ସଂଗ୍ରାମରେ ଅଟକି ଯିବା ବା ରହିଯିବା। ଜୀବନ ଯାତ୍ରାରେ ସଫଳତା ପ୍ରାପ୍ତ ପାଇଁ ସମସ୍ତେ ଦ୍ରୁତ ଗତିରେ ଦୌଡ଼ିଥାନ୍ତି ଏବଂ ରାସ୍ତା ଭିଡ଼ ଥିଲେ ଜୋର ଜବରଦସ୍ତ ଠେଲାଠେଲି ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରୟାସ କରନ୍ତି। ଏହା ଅଳ୍ପ କିଛି ଲୋକଙ୍କୁ ସଫଳତା ଦେଇଥାଏ, କିନ୍ତୁ ଅଧିକାଂଶ ଲୋକ ବିଫଳତାର ସମ୍ମୁଖୀନ ହୋଇଥାନ୍ତି ଏବଂ ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାନ୍ତି। କଥାରେ ଅଛି ଦ୍ରୁତଗତି ମହାବିପତ୍ତି ଏବଂ ଠେଲାଠେଲି ହୋଇ ଜୋର ଜବରଦସ୍ତ ଅତିକ୍ରମ କରିବା ଅର୍ଥ ଦୁର୍ଘଟଣାକୁ ସାମ୍ନା କରିବା। ଅତଏବ ଯେଉଁମାନଙ୍କୁ ରାସ୍ତା ମିଳୁନାହିଁ କିମ୍ବା ରାସ୍ତା ଜାମ୍ ଅଛି ବୋଲି ଅନୁଭବ କରୁଛନ୍ତି, ସେମାନେ ଅଟକି ଯାଇ ବିଶ୍ରାମ ନେଇ ଓ ସୁଚିନ୍ତିତ ଯୋଜନା କରି ଆଗକୁ ବଢ଼ିବା ନିଶ୍ଚିତ ସଫଳତା ମିଳିବ ଏବଂ ଦୁର୍ଘଟଣାରୁ ବର୍ତ୍ତି ପାରିବେ। ଉକ୍ତ ବିଷୟକୁ ନେଇ ଏଠାରେ ଉପସ୍ଥାପନା କରାଯାଇଛି। ତ୍ରୁଟି ଥିଲେ ମତାମତ ଜଣାଇବା ପାଇଁ ଅନୁରୋଧ ରହିଲା। ଆମେ ଜାଣୁ ଗଣିତ ପରୀକ୍ଷାରେ ଅଧିକାଂଶ ଛାତ୍ରଛାତ୍ରୀ ବାରମ୍ବାର ଅଟକି ଯାଇଥାନ୍ତି, କାରଣ ନିର୍ଭୁଲ ଉତ୍ତର ଦେବା ପାଇଁ। ଏହା ଯଦିଓ ସମୟ ଅପଚୟ କରୁଥାଏ, କିନ୍ତୁ ନିର୍ଭୁଲ ଉତ୍ତର ଦେଇଥାଏ। ଠିକ୍ ସେହିପରି ଜୀବନ ଗଣିତ କଷିଲା ବେଳେ ଯଦି ରାସ୍ତା ଜାମ୍ ଲାଗୁଥାଏ କିମ୍ବା ରାସ୍ତା ମିଳୁନଥାଏ, ତାହେଲେ ଅଟକି ନ ଯାଇ ଜବରଦସ୍ତ ରାସ୍ତା ଅତିକ୍ରମ କଲେ ନିଶ୍ଚିତ ଦୁର୍ଘଟଣା ଘଟିବ। ଅଟକି ନ ଯାଇ ଅଗ୍ରସର ହେବା ଅର୍ଥ ଈଶ୍ୱରଙ୍କ ନିର୍ଦ୍ଦେଶକୁ ଅବମାନନା କରିବା। ଅଟକି ନ ଯାଇ ଦୌଡ଼ିଲେ ଝୁଣ୍ଟି ପଡ଼ିବା ସମ୍ଭାବନା ଅଧିକ ଥାଏ। ଅଟକି ଯାଇ ବିଶ୍ରାମ ନେଇ ଯାତ୍ରା କଲେ ଅତିକ୍ରମ ଜୀବନ ପଥ ସୁଗମ୍ୟ ହେବା ସହ କ୍ଳାନ୍ତ ଅନୁଭବ ହୁଏ ନାହିଁ। ଏହା ଫଳରେ ବାଧାବିଘ୍ନ ଦୂର ହେବା ସହ ରାସ୍ତା ପରିତ୍ୟାଗ କରି ନୂତନ ପଥ ଖୋଜିବା ଓ ଚିନ୍ତା କରିବାକୁ ସମୟ ମିଳିଥାଏ। ପ୍ରକୃତି ଓ ସମୟକୁ ବେଖାତିର କରି ଜବରଦସ୍ତ କାର୍ଯ୍ୟ କରିବା ସଫଳତା ପ୍ରାପ୍ତିରେ ବାଧାବିଘ୍ନ ଓ ଧକ୍କା ହେବା ସହ ଜୀବନ ଚାଲିଯିବାର ସମ୍ଭାବନା ନିଶ୍ଚିତ ଅଟେ। ଉଦାହରଣ ସ୍ୱରୂପ ପ୍ରକୃତିର ତାଣ୍ଡବ ଲୀଳା ବର୍ଷା, ବିପ୍ପାତ, ଘଡ଼ଘଡ଼ି ଓ ବାତ୍ୟା ସମୟରେ କେଉଁ ଏକ ନିରାପଦ ଜାଗାରେ ଅଟକି ଗଲେ ଜୀବନ ନିରାପଦ ରହିବ, କିନ୍ତୁ ଏହାକୁ ଅବମାନନା କରି ଅଗ୍ରସର ହେଲେ ମୃତ୍ୟୁକୁ ଆମନ୍ତ୍ରଣ କରିବା ନିଶ୍ଚିତ ଅଟେ। ଠିକ୍ ସେହିପରି ଜଣେ ପିଲାର ଇତିହାସ କିମ୍ବା କଳାରେ ରୁଚି ଥିଲେ ତାକୁ ଉକ୍ତ ବିଷୟରେ ନାମ ଲେଖାଇବା ଉଚିତ, କିନ୍ତୁ ଏହା ବଦଳରେ ଯଦି ଆମେ ଗଣିତ କିମ୍ବା ବିଜ୍ଞାନରେ ପାଠ ପଢ଼ାଇବା, ତାକୁ ଜବରଦସ୍ତ କଷିଲେ ମଧ୍ୟ ତାହା ସଫଳତା ଦେବ ନାହିଁ ଏବଂ ଯଦିଓ କିଛି ସଫଳତା ଦେବ, ତାହା ତାଙ୍କର ମାନସିକ ବିକାରଗ୍ରସ୍ତ ଆଡ଼କୁ ଅଗ୍ରସର କରାଇବ। ଠିକ୍ ସେହିପରି ଯଦି ନିଜର ସାମର୍ଥ୍ୟ ଅନୁଯାୟୀ ଜମି କ୍ରୟ ବିକ୍ରୟ କଲାବେଳେ ଯଦି ଠିକ୍ ହେଇପାରୁନାହିଁ, ଟିକେ ଅଟକି ଯାଇ ଉକ୍ତ ବିଷୟକୁ ଚିନ୍ତା କରି ତାର କ୍ରୟ ବିକ୍ରୟ କରିବା ଉଚିତ। ଅନ୍ୟ ଏକ ଉଦାହରଣ ଏଠାରେ ନିଆଯାଇପାରେ। ବିବାହ ସମୟରେ ଯଦି ବିବାହ ଠିକ୍ ଭାବରେ ସ୍ଥିରୀକୃତ ହେଇପାରୁନାହିଁ, ଉକ୍ତ ବିଷୟକୁ ଟିକେ ଅନୁଧ୍ୟାନ କରି ସମୟକୁ ନେଇ ଅଟକି ଯାଇ ଆଗକୁ ବଢ଼ିଲେ ନିଶ୍ଚିତ ସଫଳତା ନିଶ୍ଚିତ ମିଳିବ। ତେଣୁ ରାସ୍ତା ଅବରୋଧକୁ ନକାରାତ୍ମକ ନ ନେଇ ସକାରାତ୍ମକ ଭାବେ ଗ୍ରହଣ କରି ଅଟକି ଯିବା କିମ୍ବା ବିଶ୍ରାମ ନେଇ ଅଗ୍ରସର ହେବା ହିଁ ପ୍ରକୃତ ସଫଳତା ପ୍ରାପ୍ତିର ମାର୍ଗ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର ଗଣିତ ବିଭାଗ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଓଡ଼ିଶା।